सिंह ଏହି ଜିଲ୍ଲାର ଜଣେ ବହୁତ ବଡ଼ ଏସ୍ପି ଅଧିକାରୀ ଥିଲେ। ଯେମିତି ସେମାନେ ଟ୍ରାକ୍ଟର ନେଇ କିଛି ଦୂରକୁ ଗଲେ ଆଗରେ ରାସ୍ତାରେ ଏକ ପୋଲିସ ବ୍ୟାରିକେଡ୍ ଲାଗିଥିଲା। ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ ନିଜର 2 ଜଣ ହାବିଲଦାରଙ୍କ ସହ ରାସ୍ତାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଜବରଦସ୍ତି ଚାଲାଣ କାଟୁଥିଲେ ଏବଂ ସେମାନଙ୍କଠାରୁ ଜବରଦସ୍ତି ଗୁଣ୍ଡାଙ୍କ ଭଳି ପଇସା ଅସୁଲ କରୁଥିଲେ। ଯେତେବେଳେ ରାଧିକା ସିଂ ଏବଂ କମଳା ଦେବୀ ନିଜ ଟ୍ରାକ୍ଟର ନେଇ ସେଠାରେ ପହଞ୍ଚିଲେ ତେବେ ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ ସେମାନଙ୍କୁ ମଧ୍ୟ ଗୁଣ୍ଡାଙ୍କ ଭଳି ହାତଠାରି ଅଟକାଇଲେ ଏବଂ ଗର୍ଜନ କରି କହିଲେ, ଏ ଝିଅ ଟ୍ରାକ୍ଟର ସାଇଡ୍ କର ଏବଂ ଶୀଘ୍ର ଗାଡ଼ିର କାଗଜପତ୍ର ଦେଖା। ରାଧିକା ଟ୍ରାକ୍ଟରଟିକୁ ଅଟକାଇ ଦେଲେ। ଉଭୟ ମା ଝିଅ ଟ୍ରାକ୍ଟରରୁ ତଳକୁ ଓହ୍ଲାଇଲେ ଏବଂ କହିଲେ, ଆଜ୍ଞା ମହାଶୟ, ଆମେ ଫସଲ କାଟିବା ପରେ ଏହି ପାଖରେ ଥିବା ଚିନି କଳକୁ ନେଇଯାଉଛୁ। ଯଦି କାଗଜପତ୍ର ଦେଖାଇବା କଥା ତେବେ ଆମ ପାଖରେ ସବୁ କାଗଜପତ୍ର ଅଛି। ରମାକାନ୍ତ ସିନ୍ଧେ ତାଙ୍କ ଆଡ଼କୁ ଚାହିଁ ଥଟ୍ଟା କଲେ, ଓହୋ, ବଡ଼ ହିରୋଇନ୍ ପରି କଥାବାର୍ତ୍ତା କରୁଛୁ ଦେଖୁଛି। ଆରେ ତୁ ତ ହିରୋଇନ୍ ଭଳି ଦେଖାଯାଉଛୁ, କିନ୍ତୁ ତୋ ସହିତ ଏଇ ଭିକାରିଣୀ ଭଳି ଦେଖାଯାଉଥିବା ବୁଢ଼ୀଟା କିଏ? ରାଧିକା କହିଲେ, ଇଏ ହେଉଛନ୍ତି ମୋ ମା। ତେବେ ରମାକାନ୍ତ ସିନ୍ଧେ ଗର୍ବର ସହ କହିଲେ, ତୁମେମାନେ ଏହି ଆଖୁ ଗଦା ଆଢ଼ୁଆଳରେ କିଛି ଲୁଚାଇ ନେଉନାହ ତ? ରାଧିକା କହିଲେ, ସାର୍, ଯଦି ଆପଣଙ୍କୁ ମୋ ଗାଡ଼ିର ତଲାସି ନେବାର କରିବାର ଅଛି ତେବେ ଆନୁଷ୍ଠାନିକ ଭାବରେ କରନ୍ତୁ, କିନ୍ତୁ ମୋତେ ଏବଂ ମୋ ମାଆକୁ ଅପମାନିତ କରିବାର କୌଣସି ଅଧିକାର ଆପଣଙ୍କର ନାହିଁ। ସେତିକିବେଳେ ଜଣେ ସିପାହୀ ଟ୍ରଲିରୁ ଆଖୁ ଟାଣି ଆଣିଲା ଏବଂ ଆଖୁ ଚୋବାଇ ହସି ହସି କହିଲା, ସାର୍, ଚେହେରା ଦେଖନ୍ତୁ ଏମାନଙ୍କର। ଏମିତି କହୁଛନ୍ତି ଯେମିତି ଏହା ବାପା ଡିଏମ୍ ହୋଇଥିବ। ଦ୍ୱିତୀୟ ସିପାହୀ ଜଣକ ଆହୁରି ଅଭଦ୍ର ଭାବରେ କହିଲା, ସାର୍, ମୋତେ ତ ଏହି ମା ଝିଅ ଦୁହେଁ ଖରାପ ଧନ୍ଦା କରୁଥିବା ଭଳି ଲାଗୁଛନ୍ତି। ଏହି ଶବ୍ଦ ରାଧିକାଙ୍କ ହୃଦୟରେ ବାଜିଲା। ତାଙ୍କ ଆଖି ଲାଲ ହୋଇଗଲା। ସେ ଏକ ଦୀର୍ଘ ନିଶ୍ୱାସ ନେଇ ଉତ୍ତର ଦେଲେ, ପାଟି ସମ୍ଭାଳି କଥାବାର୍ତ୍ତା କର, ମୁହଁକୁ ଠିକ୍ କର। ତୁମ କଥା ଜାଗାରେ ତୁମ କାମ ବେଶୀ କଥା କହୁଛି। ଏହା ମୋ ମା। ଆମ ପାଖରେ ସବୁ କାଗଜପତ୍ର ଅଛି। ଏବେ କେବଳ ନିଜ କାମ କର। କାହା ବିଷୟରେ ଏଭଳି ଶବ୍ଦ କହିବାର ପୋଲିସବାଲାଙ୍କୁ ଶୋଭା ଦିଏନି। ଏତିକିରେ ରମାକାନ୍ତ ସିନ୍ଧେ କ୍ରୋଧରେ ଜଳି ଉଠି କହିଲେ, ଆବେ ଚୁପ୍ କର। ତୋ ଭଳି ଝିଅ ଆମକୁ କ'ଣ ଶିଖାଇବ? ଆମକୁ ଆଇନ ଶିଖା ନାହିଁ। ଆମକୁ ଭଲ ଭାବେ ଜଣାଅଛି କିଏ ଠିକ୍ ଆଉ କିଏ ନୁହେଁ। ଚାଲ ଶୀଘ୍ର କାଗଜପତ୍ର ବାହାର କର। ରାଧିକା ଟ୍ରାକ୍ଟର, ଡିଗିରୁ ଲାଇସେନ୍ସ ଏବଂ କାଗଜପତ୍ର ବାହାର କରି ରମାକାନ୍ତ ସିନ୍ଧେକୁ ଦେଲେ। ରମାକାନ୍ତ ସିନ୍ଧେ କାଗଜପତ୍ରକୁ ନ ଦେଖି ଚିରି ଫୋପାଡ଼ି ଦେଲେ ଏବଂ ଗର୍ଜନ କରି ଚିଲେଇଲେ, ଆବେ ମୂର୍ଖ ଝିଅ, ଆମକୁ ବୋକା ବନଉଛୁ? ନକଲି କାଗଜ ଦେଖାଇ ଭାବୁଛୁ ଯେ ଏମିତି ଚାଲିଯିବୁ? ଆମ ସହ ଚାଲାକି କରୁଛୁ ତୁ? ରାଧିକାକୁ କ୍ରୋଧ ଆସିଗଲା ଏବଂ ସେ କହିଲେ, ସାର୍, ଏହା କି ବଦତମିଜି ଆପଣଙ୍କର? ସେଗୁଡ଼ିକ ମୋର ସବୁ ଅରିଜିନାଲ କାଗଜ ଥିଲା। ଆପଣ ସେଗୁଡ଼ିକୁ କାହିଁକି ଚିରିଦେଲେ? ଆପଣଙ୍କୁ କିଏ ଅଧିକାର ଦେଇଛି ଯେ ଜଣେ ପୋଲିସବାଲା ହୋଇ ଲୋକଙ୍କ ସହ ଏମିତି ଖରାପ ବ୍ୟବହାର କରିବେ ଆପଣ? ଏତିକି ଶୁଣି ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ ଆଗକୁ ବଢ଼ିଲେ ଏବଂ ବିନା କୌଣସି ଦ୍ୱିଧାରେ ଏକ ଜୋରଦାର ଚାପୁଡ଼ା ରାଧିକାଙ୍କ ମୁହଁକୁ ମାରିଲେ। ତାର ଶବ୍ଦ ଏତେ ଜୋରରେ ଥିଲା ଯେ ସମ୍ପୂର୍ଣ୍ଣ ରାସ୍ତାରେ ନୀରବତା ଖେଳିଗଲା। ରାଧିକାଙ୍କ ମୁଣ୍ଡ ଥରିଗଲା, ଆଖିରେ ଲୁହ ଭରିଗଲା। ଜଣେ ଝିଅ ଯିଏ ସେହି ଜିଲ୍ଲାର ଜଣେ ଏସ୍ପିଙ୍କ ଭଉଣୀ ଥିଲେ, ଆଜି ସେହି ଜିଲ୍ଲାରେ ବର୍ଦ୍ଦି ପିନ୍ଧିଥିବା କିଛି ଗୁଣ୍ଡାଙ୍କ ହାତରେ ଅପମାନିତ ହେଉଥିଲେ। ତାଙ୍କ ମା କମଳା ଦେବୀ ଚିତ୍କାର କରି ଆଗକୁ ବଢ଼ିଲେ ଏବଂ କହିଲେ, ଏ ହେଉଛି ମୋ ଝିଅ। ମୋ ଝିଅକୁ କାହିଁକି ମାରିଲୁ? ଆମକୁ ଜାଣିନାହୁଁ ଯେ ତୁ କାହା ଉପରେ ହାତ ଉଠେଇଛୁ। ରମାକାନ୍ତ ସିନ୍ଧେ ତାଙ୍କୁ ଧକ୍କା ଦେଇ ଧମକାଇଲେ, ଚୁପ୍ ଭିକାରୁଣୀ, ଅଧିକ କହିଲେ ତୋତେ ବି ଏମିତି ଚାପୁଡ଼ା ମାରିବି। 2 ସିପାହୀ ରାକ୍ଷସ ପରି ହସୁଥିଲେ। ହଁ ହଁ, ବଡ଼ ସାହସ ବନୁଥିଲା ଇଏ। ଦେଖ, ସବୁ ସାହସ ତାର ବାହାରିଗଲା। ରାଧିକାଙ୍କ ରକ୍ତ ଗରମ ହୋଇଗଲା ଏବଂ ତାଙ୍କ ହାତ ଚାପୁଡ଼ାର ଜବାବ ଦେବାକୁ ଉଠିଲା, କିନ୍ତୁ ପୁଣି ସେଇଠି ଅଟକିଗଲା। ସେ ଜାଣିଥିଲେ ଯେ ଯଦି ସେ ସେହି ଗୁଣ୍ଡାମାନଙ୍କ ଉପରେ ହାତ ଉଠାନ୍ତି ତେବେ ମାମଲା ଆହୁରି ବିଗିଡ଼ିଯିବ ଏବଂ ସେଠାରେ ରାସ୍ତାରେ ଲୋକମାନେ ଭିଡ଼ ଜମି ସାରିଥିଲା, କିନ୍ତୁ କାହାର ସାହସ ନଥିଲା ଯେ ଆଗକୁ ଆସି କିଛି କରିପାରିବେ। ସେହି ଭିଡ଼ ମଧ୍ୟରୁ ଜଣେ ଯୁବକ ଆଗକୁ ଆସି ଇନ୍ସପେକ୍ଟରକୁ କହିଲେ, ସାର୍, ଏସବୁ ଭୁଲ। ଆପଣଙ୍କୁ ଏମାନଙ୍କ ସହ ଏପରି ଦୁର୍ବ୍ୟବହାର କରିବା ଉଚିତ ନୁହେଁ। ସେତିକିବେଳେ ଇନ୍ସପେକ୍ଟର କ୍ରୋଧରେ ଥରିଉଠି କହିଲେ, କାହିଁକି? ଏ ତୋର କ'ଣ ରଖେଲ କି? ନା ନ୍ୟାୟର ପାଠ ପଢ଼ଉଛୁ ମୋ ଆଗରେ? ଚାଲ ପଳା ଏଠୁ। ତାପରେ ରମାକାନ୍ତ ସିନ୍ଧେ ଚିଲେଇ କହିଲେ, ଏ ଦୁହିଁଙ୍କୁ ଗାଡ଼ି ଭିତରେ ଭର୍ତ୍ତି କର ଏବଂ ଥାନାକୁ ନେଇ ଚାଲ। ସେଠାରେ ଆମେ କହିବୁ ପୋଲିସର ପାୱାର କ'ଣ ହେଇଥାଏ। 3 ଜଣ ପୋଲିସବାଲା ସେମାନଙ୍କୁ ଧକ୍କା ଦେଇ ଜିପ୍ରେ ଭର୍ତ୍ତି କଲେ। ଜିପ୍ରେ ରାଧିକା ନିଜ ମା କମଳାକୁ କୋଳରେ ଧରି ବସିଲେ। କମଳା ଦେବୀ କାନ୍ଦୁଥିଲେ ଏବଂ ଝିଅର ମୁହଁରେ ପଡ଼ିଥିବା ଚାପୁଡ଼ା ଚିହ୍ନ ଦେଖି କାନ୍ଦୁଥିଲେ। ରାଧିକାଙ୍କ ଆଖି ଆକାଶ ଆଡ଼କୁ ଅଟକି ରହିଥିଲା। ମୁହଁ ନୀରବ ଥିଲା, କିନ୍ତୁ ହୃଦୟରେ ଏକ ନିଆଁ ଜଳୁଥିଲା। ସେ ଜାଣିଥିଲେ ଯେ ଏହି ଅପମାନ ସେ ଚୁପଚାପ ସହିବେ ନାହିଁ। ଥାନାରେ ପହଞ୍ଚିବା ମାତ୍ରେ ରମାକାନ୍ତ ସିନ୍ଧେ ନିଶରେ ହାତ ମାରି ଗର୍ଜନ କଲେ, ଆବେ ହାଜତରେ ପୁରାଅ ଏ ଦୁହିଁଙ୍କୁ। ସକାଳ ସୁଦ୍ଧା ସବୁ ଗର୍ବ ବାହାର କରିଦେବା, ତାପରେ ଦେଖିବା ଏମାନଙ୍କର ଓକାତ। 2 ସିପାହୀ ଧକ୍କା ମାରି ମା ଝିଅଙ୍କୁ ଏକ ଦୁର୍ଗନ୍ଧମୟ କୋଠରୀରେ ବନ୍ଦ କରିଦେଲେ।
କବାଟ ବନ୍ଦ ହେବା ମାତ୍ରେ କୋଠରୀରେ କାନ୍ଥରେ ସେମାନଙ୍କର କାନ୍ଦର ଶବ୍ଦ ଗୁଞ୍ଜରି ଉଠିଲା। କିନ୍ତୁ ଏହି ପୋଲିସ ବାଲାମାନଙ୍କୁ ଜଣାନଥିଲା ଯେ ବାହାରେ ଏମିତି ଏକ ଝଡ଼ ଛିଡ଼ା ହୋଇଥିଲା ଯାହାର କାନରେ ସାମାନ୍ୟ ସୂଚନା ପଡ଼ିଲେ ତାଙ୍କ ଥାନା ସହିତ ସମ୍ପୂର୍ଣ୍ଣ ଜୀବନ ଓଲଟପାଲଟ ହୋଇଯାଇପାରେ। କମଳା ଦେବୀ କାନ୍ଦି କାନ୍ଦି କହିଲେ, ଝିଅ, ଏମାନେ ଆମକୁ କେଉଁଠି ବନ୍ଦୀ କରି ରଖିଦେଲେ, ଏବେ କ'ଣ ହେବ? ରାଧିକା ନିଜ ମାଆକୁ କୁଣ୍ଢାଇ ଧରିଲେ। ତାଙ୍କ ନିଜ ଆଖିରେ ମଧ୍ୟ ଲୁହ ଥିଲା। ମା, ତୁମେ ଚିନ୍ତା କରନି, ବାସ୍ କିଛି ସମୟର କଥା, ତାପରେ ସବୁ ଠିକ୍ ହେଇଯିବ। କମଳା ଦେବୀଙ୍କର ଶ୍ୱାସରୋଗ ଥିଲା। ରାଧିକା ସିଂ ମାଆଙ୍କ ଅବସ୍ଥା ଦେଖି ବୁଝିଗଲେ। ସେ ଦୌଡ଼ି ଯାଇ ପାଟି କଲେ, ଶୀଘ୍ର ମୋ ମାଆଙ୍କୁ ଏଠୁ ବାହାର କର। ତାଙ୍କର ଦମ୍ ବନ୍ଦ ହେଇଯାଉଛି, ତାଙ୍କର ନିଶ୍ୱାସ ସରି ସରି ଯାଉଛି, ସେ ମରିଯିବେ। ରାଧିକା ସିଂ ଜୋରରେ ପାଟି କରିବାକୁ ଲାଗିଲେ। ପାଖ ଅଫିସରେ ଗୋଡ଼ ଉପରେ ଗୋଡ଼ ରଖି ବସିଥିବା ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ କାନରେ ଯେତେବେଳେ ଏହି ଶବ୍ଦ ପଡ଼ିଲା ସେ ଶୁଣି ମଧ୍ୟ ଅଣଦେଖା କଲେ ଏବଂ ପରେ ହଠାତ୍ କ୍ରୋଧରେ ଛିଡ଼ା ହୋଇ ଅନ୍ଧାର କୋଠରୀ ପାଖକୁ ଯାଇ କହିଲେ, ଏ ଝିଅ, କ'ଣ ଏତେ ବକବକ ହେଉଛୁ? କ'ଣ ହେଇଛି ତୋର? ସବୁ ଶାନ୍ତି ନଷ୍ଟ କରିଦେଲୁଣି ତୁ। ରାଧିକା ସିଂ କହିଲେ, ଦେଖନ୍ତୁ, ମୋ ମାଆଙ୍କ ଅବସ୍ଥା ବହୁତ ଖରାପ, ସେ ନିଶ୍ୱାସ ନେଇପାରୁନାହାନ୍ତି, ତାଙ୍କୁ ଏଠାରୁ ବାହାର କରନ୍ତୁ। ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ କମଳା ଦେବୀଙ୍କ ଆଡ଼କୁ ଚାହିଁଲେ ଏବଂ କହିଲେ, ଏଇଠି ମରିବାକୁ ଦେନା ଏଇ ବୁଢ଼ୀକୁ, ଏମିତି ବି 2-4 ଦିନରେ ମରିଯିବ। ତୁ ଏହାକୁ ବଞ୍ଚାଇ କ'ଣ କରିବୁ? ରାଧିକା ସିଂ ସେତେବେଳେ ଏହା ଶୁଣିଲେ ଯେ ନିଜ ଉପରେ ନିୟନ୍ତ୍ରଣ ହରାଇଦେଲେ। ସେ ଇନ୍ସପେକ୍ଟରଙ୍କ ମୁହଁରେ ଏକ ଜୋରଦାର ଚାପୁଡ଼ା ମାରିଲେ। ଇନ୍ସପେକ୍ଟର କିଛି ସମୟ ପାଇଁ ନିଜ ମୁହଁରେ ହାତ ଦେଇ ନିଜକୁ ଦେଖିଲେ ଯେ ଜଣେ ଇନ୍ସପେକ୍ଟରକୁ ସେ ଚାପୁଡ଼ା କେମିତି ମାରିପାରିଲା। ଏବେ ଇନ୍ସପେକ୍ଟର କ୍ରୋଧରେ ନିଆଁ ହୋଇ ରାଧିକା ସିଂଙ୍କ ଚୁଟି ଧରି ପକାଇଲେ ଏବଂ ତାଙ୍କୁ ଘୋଷାରି ଘୋଷାରି ଜେଲ୍ ବାହାର ଆଡ଼କୁ ଆଣିବାକୁ ଲାଗିଲେ। କମଳା ଦେବୀ ଯେତେବେଳେ ଏହା ଦେଖିଲେ ସେ ଚିତ୍କାର କରିବାକୁ ଲାଗିଲେ, ଛାଡ଼ିଦେ ମୋ ଝିଅକୁ, ଛାଡ଼ିଦେ। କିନ୍ତୁ ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ କିଛି ମଧ୍ୟ ଶୁଣିଲେ ନାହିଁ। ସେ ରାଧିକା ସିଂଙ୍କୁ ମାରି ଘୋଷାରି ନିଜ ପାଖରେ ଥିବା ସ୍ପେଶାଲ ରୁମ୍କୁ ନେଇଗଲେ। ଭିତରକୁ ଯାଇ ସେ କବାଟ ଲକ୍ କଲେ ଏବଂ ରାଧିକା ସିଂଙ୍କୁ ଜୋରରେ ତଳକୁ ଧକ୍କା ଦେଲେ। ଏ ଝିଅ, ତୁ ମୃତ୍ୟୁକୁ ନିମନ୍ତ୍ରଣ ଦେଇଛୁ। ଏମିତି କେବେ ହେଇନଥିଲା ଯେ ଇନ୍ସପେକ୍ଟର ରମାକାନ୍ତ ସିନ୍ଧେ ଉପରେ କେହି ହାତ ଉଠେଇବ। ତୁମେମାନେ ସାଧାରଣ ପୋକମାଛି ଏବଂ ଜଣେ ଇନ୍ସପେକ୍ଟର ଉପରେ ହାତ ଉଠାଉଛ। ରାଧିକା ସିଂ ଉଠିଲେ ଏବଂ କହିଲେ, ଦେଖ, ତୁମେ ଏହା ଏକ ବେଆଇନ କାମ କରୁଛ ଏବଂ ତୁମେ ମୋ ମାଆଙ୍କୁ ଖରାପ କଥା କହିଲ, ସେଥିପାଇଁ ମୁଁ ଏହା କଲି। ତୁମକୁ ଏହା କରିବାର ବିଲକୁଲ ଅଧିକାର ନାହିଁ। ରମାକାନ୍ତଙ୍କ ଆଖି ଲାଲ ହୋଇଗଲା। ସେ ଏକ ଜୋରଦାର ଚାପୁଡ଼ା ରାଧିକା ସିଂଙ୍କ ମୁହଁରେ ମାରିଲେ। ସେ ବୁଲି ପଡ଼ି ପଛକୁ ଯାଇ ପଡ଼ିଲେ। ଏ ବଡ଼ ସାହସୀ ଆସିଛି ମୋତେ ଇନ୍ସପେକ୍ଟରକୁ ଆଇନ ଶିଖାଇବାକୁ। ସେଠାରେ ଅନ୍ଧାର କୋଠରୀରୁ କମଳା ଦେବୀ ଲଗାତାର ପାଟି କରୁଥିଲେ, ଛାଡ଼ିଦିଅ ମୋ ଝିଅକୁ, ଛାଡ଼ିଦିଅ। ରାଧିକା ସିଂଙ୍କ କାନରେ ଯେତେବେଳେ ଏହି ଶବ୍ଦ ପହଞ୍ଚିଲା ସେ ତୁରନ୍ତ ଉଠି ଇନ୍ସପେକ୍ଟରଙ୍କ